ଗୁହାଳ କରି ଗାଈ ଆଣିଛି। ସେ କ'ଣ କି ଭାବୁଛନ୍ତି କି ବର୍ଷ ବର୍ଷ ଆଣି ମୁଁ ମାରି ସାରିଲିଣି। ଆମ ଚାଷୀଙ୍କ ପାଇଁ ସରକାର କରିଛି, ଆଙ୍କ ବୋପା ଖଣ୍ଡି ଯାଉଛି କି କାହିଁକି ଏମିତି ଆମକୁ ହଇରାଣ କରୁଛନ୍ତି। ତୁମେ ବସିକିରି କାଗଜ କଲମରେ ତୁମେ ପଇସା ପାଉଛ, ଆମେ ଖଟିକିରି ପଇସା ପାଇବୁ। ସରକାର କରିଛନ୍ତି, ସରକାର ଦେଉଛନ୍ତି, ତାହେଲେ ତୁମର ଅସୁବିଧା କ'ଣ ହେଉଛି? ତୁମେ ଦସ୍ତଖତ କଲେ ପଇସା ଆସିବ, ତାହେଲେ କାହିଁକି ତୁମେ ଏକଥା ଆମକୁ ହଇରାଣ କଲ ଦୌଡ଼େଇଲ? ତୁମେ ତ ଯେଉଁ କାଗଜପତ୍ର କଥା କହିଲ, ନାଇଁ ଏ କାଗଜପତ୍ର ଭୁଲ ହେଇଛି, ସରକାର ଏଇଟା କରିଦିଅ ମଉସା, ଠିକ୍ ଠାକ୍ କରିଦେଲେ ମୁଁ ତୁମ ପଇସାଟା ଦସ୍ତଖତ କରିଦେଲେ ପଇସା ଆସିବ। ତୁମେ ତ କହିଲେ ସେଇ ଅନୁଯାୟୀ କାମ ହେଲା, ତାହେଲେ ନାହିଁ କଲ କାହିଁକି? ପୁରୁଣା କେସ୍ ମୁଁ ଆଉ କରିବିନି କେଉଁଥିପାଇଁ କହିଲ? ନ କରିଥାନ୍ତା ନାହିଁ ଗଲା ସରିଲା। ଆମେ ବସିଥିଲୁ ଆମ ହାତରୁ ଗଲା ଯାହା ହେଲା ହେଲା, ଫେର କାହିଁ ଦୌଡ଼ିଲ ଆମକୁ? କେଉଁଥିପାଇଁ ଦୌଡ଼ିଲ? ଏବେ ଚାହୁଁଛି ମୋର ପଇସା ଆସିବ। ଯଦି ପଇସା ଇଏ ନ କରିବେ ମୁଁ ସେଠି ମରିବି, ମୁଁ କିରୋସିନ ଢାଳିବି ମରିବି, ଏଇଟା ସୁନିଶ୍ଚିତ ମୋର। ଧାରଣାରେ ବସିଥିଲି, ମୋ କାମଧେନୁ ଯୋଜନାରେ ଗାଈ ଆସିବ ବୋଲି ଧାରଣାରେ ବସିଥିଲି। ଗାଈ ଆସିଛି, କିନ୍ତୁ ବିଭୁଅ ଇଏ କରିକିରି ଯେଉଁ ଦସ୍ତଖତ କରି ଛାଡ଼ିଲେ ସିଡ଼ିପ ପଠେଇବେ ପଇସା, କିନ୍ତୁ ବିଭୁଅ ଏପର୍ଯ୍ୟନ୍ତ କରୁନାହାନ୍ତି। ଆମକୁ ବର୍ଷ ହେଲାଣି ଦୌଡ଼ଉଛନ୍ତି, କରିଦେଉନାହାନ୍ତି। ହାଇଦ୍ରାବାଦରୁ ଗାଈ ଆସିଛି, ଫଟୋ ଉଠୁଛି, ବିଭୁଅ ଯାଇଥିଲେ ଫଟୋ ଉଠେଇ କାଗଜପତ୍ର ହିଁ ସବୁ କାମ ସରିଛି, କିନ୍ତୁ ବିଭୁଅ କରିଦେଉନାହାନ୍ତି, କହିଲେ କ୍ୟାନସଲ୍ କରିଦେଲେ। କହୁଛନ୍ତି କି ଆପଣ ଫର୍ଜରୀ କାଗଜପତ୍ର ଠିକ୍ କରିକି ଦେଇଥିଲେ? ନା, ଫର୍ଜରୀ କାଗଜପତ୍ର ଠିକ୍ ନାହିଁ, ଠିକ୍ ଆମର କାଗଜ ହାଇଦ୍ରାବାଦରୁ ଆସିଛି, ଠିକ୍ କାଗଜପତ୍ର ହିଁ ଦିଆହେଇଛି। ମିଛ କହୁଛନ୍ତି। ଯେଉଁ ଇନକ୍ୱାରି ହେଇଥିଲା ନିଜେ ଯାଇଥିଲେ ଇନକ୍ୱାରି କରିବାକୁ, ଡାଇରେକ୍ଟର ଅଫିସର ଯାଇଥିଲେ, ସିଡ଼ିପ ଯାଇଥିଲେ, ଇଏ ବିଭୁଅ ଯାଇଥିଲେ, କଣ୍ଟାପଡ଼ା ଭିଏସି ଯାଇଥିଲେ, ଆଉ ସୁନୀଲ ସାର୍ ଯାଇଥିଲେ, ପ୍ରଭାସ ସାର୍ ଯାଇଥିଲେ, ସମସ୍ତେ ଯାଇଥିଲେ। ସେଠି ଫଟୋ ଉଠେଇ ସବୁ ସାରିକିରି ଆସିଲେ। ମିଛ କହୁଛନ୍ତି, ମିଛ କହୁଛନ୍ତି। ଯେତେବେଳେ ଡାକିଲେ 4 ମାସ କାଳ ଆଙ୍କର ଦେହ ଖରାପ ହେଲା, ଆସିପାରିଲେନି, ସେ ଡକେଇଲେ ପିଅନ ହାତରେ ଯେମିତି ଡକେଇଲେ, ଏଥିରୁ ଇଏ ଆସିଲେ, କହିଲେ ମଉସା ମୁଁ ତୁମର କରିଦେବି, କାଗଜପତ୍ର ଏଇଟା ଭୁଲ ଅଛି, ତୁମେ ଯାଇ ଏଇଟା ଠିକ୍ କରି ଘିନି ଆଣିଲେ କରିଦେବେ। ସେ 3 ଥର ଦୌଡ଼େଇଲେ, ଗଲେ ପାରାଦୀପରୁ ସେ କାଗଜପତ୍ର କରି ଯେଉଁ ଜାଗାରୁ ଯାହା ଯେମିତି କାଗଜପତ୍ର କରିକି ଆଣିବା କଥା ଆଣିଲେ, କହିଲେ ଏଇ ଜାଗାରେ ଫଟୋ ଉଠିବ, ଏଇ ଜାଗାରେ ଇଏ ହେବ, ଦସ୍ତଖତ କରିବ, ନହେଲେ ଭୁଲ ହେଇଯିବ, ପଇସା ଆସିବନି। ସେଇ ଜାଗାରେ ବି ଦସ୍ତଖତ କରିବାକୁ କହିଲେ, ଚିହ୍ନ ମାରିଥିଲେ, ସେଇ ଜାଗାରେ ଦସ୍ତଖତ କଲେ, ସବୁ କଲେ, ସଭା ବିଷୟରେ କହିଲେ ନା ପୁରୁଣା କେସ୍ ହେଇପାରିବନି। ସେତେବେଳକୁ ଆଉ ଗୋଟେ କଥା ସେ କହୁଛନ୍ତି, ଯେଉଁ ଫଟୋ ଆପଣ ଦେଇଥିଲେ ଜିପିଏସ୍ ଟ୍ୟାଗ ଫଟୋ ଯେଉଁ ଥିଲା, ସେଥିରେ ଏଡିଟିଂ କରାଯାଇଛି ବୋଲି କହୁଛନ୍ତି। ନା, ମିଛ କହୁଛନ୍ତି, ମିଛ। ତାଙ୍କ ଉପରେ ଆସିବ ବୋଲି ଆକ୍ସନ, ସେ ମିଛ କହୁଛନ୍ତି। ତାଙ୍କ ଉପରେ ଆକ୍ସନ ହେଇଯାଇଛି? ନା, ସେ ମିଛ କହୁଛନ୍ତି, ଆକ୍ସନ ହେଇଯାଇଛି କ'ଣ, ସେ ମିଛ କୁହନ୍ତି, ଆଉ କ'ଣ କହିବେ? ତାଙ୍କର ତ ଭୁଲ, ଆଉ କ'ଣ କରିବେ? ଆପଣ ଯେଉଁ ଆଜି ଧାରଣାରେ ବସିଥିଲେ, କାହାକୁ ଲେଖିକି ଦେଇଥିଲେ? ନା, ତାଙ୍କୁ ହିଁ ଲେଖିଦେବି ମୁଁ ତ, ସେ ତ ମୋତେ ମନା କରିଦେଲେ, କ୍ୟାନସଲ୍ ହୋଇଗଲା। ହଉ 50,000 ଯଦି ନେବେ, ସେଥିରେ ବି ଦୁଃଖ ନାହିଁ, ଦେବୁ। ଆମ କାଗଜପତ୍ରଟା କରି ପଠାଇ ଦିଅ। ଫଟୋ ଯେଉଁ ଉଠିଛି ସେଥିରେ ଏଡିଟିଂ କରାଯାଇଛି କମ୍ପ୍ୟୁଟରରେ ବୋଲି କହୁଛନ୍ତି। ହେ ନା, ସେ ନିଜେ ଫଟୋ ଉଠେଇଛନ୍ତି, ନିଜେ ମୋ ଦୁଆର ମୁହଁରେ ଫଟୋ ଉଠେଇଛନ୍ତି, ତାହେଲେ ଏଡିଟିଂ କରାଯାଇଛି। ତାହେଲେ ମୁଁ ଆସିଲି କେଉଁଠୁ ସେଠୁ? ମୁଁ ଆସିଲି କେଉଁଠୁ? ମୋ ଗାଈ ଆସିଲା କେଉଁଠୁ? ଇନ୍ସୁରାନ୍ସ ସେ ନିଜେ କହିଛନ୍ତି, ଦସ୍ତଖତ ଦେଲା ତୋର ଇନ୍ସୁରାନ୍ସ ହେଲା। ଇଏ କ'ଣ କଥାବାର୍ତ୍ତା କୁହନ୍ତି? 10:30 ପର୍ଯ୍ୟନ୍ତ 10:40 ପାଖାପାଖି પણ ସେ ଆସିନଥିଲେ। ମୁଁ ସେପଟୁ ଯେହେତୁ ଆମର ଭିଏସ୍ ନଥିଲେ, ବାହାର କୁଆଡ଼େ ଯାଇଥିଲେ, କହିବି ନାହାନ୍ତି କୁଆଡ଼େ ଯାଇଥିଲେ, ସେ ଥିଲେ ଯେହେତୁ ମୁଁ ସେଠି ଆଉଟଡୋର୍ ଯାଇଥିଲି, ବ୍ଲକ୍କୁ ଯାଇଥିଲି ବିଡ଼ିଓଙ୍କ ପାଖରୁ। ବିଡ଼ିଓଙ୍କ ପାଖରୁ ଜଷ୍ଟ ଆସିଲା ବେଳକୁ ସେଠି ଲୋକ ଥିଲେ, ମୁଁ ସେଠି ବସିଆଡ଼େ ଆସିଲା ବେଳକୁ ସେ ଜଷ୍ଟ ସେ ଜଣେ ଲୋକ ଗେଟ୍ ପାଖରେ, ଆମର କ୍ୟାମ୍ପସ୍ର ଗେଟ୍ ପାଖରେ, ସେ ସ୍ୱାମୀ ସ୍ତ୍ରୀ ଗୀତାଞ୍ଜଳି ମିଶ୍ର ଆଉ ତାଙ୍କ ସ୍ୱାମୀ ରାମଚନ୍ଦ୍ର ମିଶ୍ର 2 ଜଣ ଯାକ ଆସୁଥିଲେ। କିନ୍ତୁ ତାପରେ ମୁଁ ଆଜି ବସିଲା 2-3 ନମ୍ବରରେ ମୁଁ ଜାଣିବାକୁ ପାଇଲି, ସେ ଆସି କ'ଣ ଗୋଟେ ପଟି ପକାଇ ଯେଉଁ ଗୋଟେ କାର୍ପେଟ ଆମର ଆଟା ପେଟି ପକାଇ ବାହାରେ ବସୁଛନ୍ତି, କାର୍ଟୁନ୍ ଖୋଳୁଛୁ। ତାପରେ ତାଙ୍କର କାମଧେନୁ ଯୋଜନାରେ ସେ ଆପ୍ଲାଏ କରିଥିଲେ, କିନ୍ତୁ ସଠିକ୍ ଡକୁମେଣ୍ଟ ଦେଇପାରିଲେନି। ସବୁ ଫର୍ଜରୀ ଆଉ ଫେକ୍ ଡକୁମେଣ୍ଟ କମ୍ପ୍ୟୁଟରାଇଜ୍ ଏଡ଼ିଟ୍ କରି ଦେଇଥିବାରୁ ସେଇଟା ପ୍ରୋସେସ୍ ହୋଇପାରିଲାନି। ଇଭିନ୍ ମନି ରିସିପ୍ଟ ବି ସବୁ ଫର୍ଜରୀ ଥିଲା, ଫେକ୍ ଆଇଡ଼ି ଗୁଡ଼ା ସବୁ କମ୍ପ୍ୟୁଟରାଇଜ୍ ଏଡ଼ିଟେଡ଼୍ ଫର୍ମାଟ୍ ସବୁ ଦେଇଥିଲେ, ଯାହାର ଇନକ୍ୱାରି ଆମର ଡାଇରେକ୍ଟର ସାର୍ଙ୍କ ପାଖରେ ସେ କମ୍ପ୍ଲେନ୍ ମନରେ ଦେଇଥିଲେ। ସେଇଟା ଡିରେକ୍ଟରେଟ୍ ଇନକ୍ୱାରି ଆଡ଼ିସନାଲ୍ ଡାଇରେକ୍ଟର ସାର୍ କରିଥିଲେ, ସିଡ଼ିଓ ସାର୍ ବି ଆମର କଟକରୁ କରିଥିଲେ। ଆଉ ସେ ଯେଉଁ କହୁଛନ୍ତି ଫଟୋ ଉଠାଇବା ପାଇଁ, ଆମେ ଇନକ୍ୱାରି ସମୟରେ ଯେହେତୁ କେଉଁ ଜିନିଷ କାମଧେନୁ ସ୍କିମ୍ରେ ଆସିଲେ, ସେଇଟା ଆମେ ବାରମ୍ବାର ଯାଉ ଚେକ୍ କରିବା ପାଇଁ, ଜିନିଷ ଦେଖିବା ପାଇଁ, ଆକ୍ଚୁଆଲି ତାଙ୍କର ଠିକ୍ ଅଛି କି ନାହିଁ ସେଇଟା ଦେଖିବା ପାଇଁ ଫଟୋ ଉଠାଯାଏ। ତେଣୁ ସେଇ ଉଦ୍ଦେଶ୍ୟ ତାଙ୍କର ଫଟୋ ଉଠା ହେଇଥିଲା। ତାପରେ ତାଙ୍କୁ କୁହାଯାଇଥିଲା ତୁମେ ଏଇଟା ସଜାଡ଼ିକି ଦିଅ। ଡାଇରେକ୍ଟର ସାର୍ ଇନକ୍ୱାରି ଆଡ଼ିସନାଲ୍ ଡାଇରେକ୍ଟର ସାର୍ ଆସିଥିଲେ। ତାପରେ ସେ 6-7 ଏଇଟା ଗଲା ବର୍ଷ ମେ ମାସର କଥା, 2025 ମସିହାର। ତାପରେ ସେ ୱାର୍କ ଅର୍ଡ଼ର ପାଇଥିଲେ ଡିସେମ୍ବର ଜାନୁଆରୀ ମାସରେ 2024-25 ଫାଇନାନ୍ସିଆଲ୍ ଇୟର୍ରେ। ଏଇଟା 26-27 ଫାଇନାନ୍ସିଆଲ୍ ଇୟର୍ ହେଲାଣି। ସେଇ ସମିତିରେ ସେ କିଛି କଲେନି। ସେଇ ଡକୁମେଣ୍ଟ, ସେଇ ଟ୍ୟାଗ୍ ନମ୍ବର ଯେଉଁ ଆଣିଛନ୍ତି, ସେ ଟ୍ୟାଗ୍ ନମ୍ବର ବି ତାଙ୍କର ଏଡ଼ିଟ୍
କୌଣସି ରେଜିଷ୍ଟ୍ରେସନ୍ ହୋଇନଥିଲା। ପରେ ସେ ଆଣିବାର 2-3 ଦିନ ପରେ ରେଜିଷ୍ଟ୍ରେସନ୍ କଲେ, ଯାହାକି ସମ୍ପୂର୍ଣ୍ଣ NDLM ପୋର୍ଟାଲରେ କୌଣସି ଡାଟା ନଥିଲା। ସବୁ ତାର ଜେନ୍ୟୁନିଟି ସେ ଡକ୍ୟୁମେଣ୍ଟରେ କୌଣସି ନଥିଲା, ସବୁ ଫେକ୍ ଡକ୍ୟୁମେଣ୍ଟ ଥିଲା। ସେଇଥିପାଇଁ ଆମେ ତାକୁ ପ୍ରୋସେସ୍ କରିପାରିଲୁନୁ। ତାଙ୍କୁ ବାରମ୍ବାର ଚିଠି କରାହେଲା ଏଇ ଯେପରି ସେ ଚିଠି ରିସିଭ୍ କରିବେନି, କେଉଁ ଜିନିଷ ବୁଝିବେନି। ଆସି ସବୁ ସିଏ ତ ଆସନ୍ତିନି, ତାଙ୍କ ସ୍ୱାମୀ ରାମଚନ୍ଦ୍ର ମିଶ୍ର ଯେଉଁ ପ୍ରାୟ ଟାଇମ୍ ଆସିକି ଗଣ୍ଡଗୋଳ କରନ୍ତି, ଡିଷ୍ଟର୍ବାନ୍ସ କରନ୍ତି। ବୟସ୍କ ଲୋକ କହିଲେ ଆମେ ତାଙ୍କୁ କିଛି ବହୁତ ଥର ବୁଝେଇକିରି ପଠାଇଛି। ଆମର ବି ଅଫିସ୍ ଷ୍ଟାଫ୍ ସେ ଆମ ପିଏ ବି ବୁଝେଇଛନ୍ତି ବହୁତ ଥର, ମୁଁ ବୁଝେଇଛି, ଅଫିସ୍ ଷ୍ଟାଫ୍ ବହୁତ ବୁଝେଇଛନ୍ତି। ଇଭିନ୍ ବି ତାଙ୍କୁ ଯେତେବେଳେ ପ୍ରାୟ ଏମିତି ହେଲା ପରେ ପ୍ରତ୍ୟେକ ଆମର କିଛି ମାନେ ପଲିଟିକାଲ ଲୋକଙ୍କୁ ଇନଭଲ୍ଭ କରିବି ଆଣିକି ମୋତେ ପ୍ରେସରାଇଜ୍ କରିଛନ୍ତି। ଲିଗାଲି ବି ଆଡ଼ଭୋକେଟ୍ଙ୍କୁ ନିଆଳି କୋର୍ଟର ଯେଉଁ ଅଛନ୍ତି ତାଙ୍କୁ ବି କହି ମୋତେ ଫୋନ୍ କରିଛନ୍ତି। ମୋ ପର୍ସନାଲ୍ ନମ୍ବର ସବୁଆଡ଼େ ବାଣ୍ଟିଛନ୍ତି। ସମସ୍ତେ ମୋତେ ବ୍ଲାକମେଲ୍ କରିବା, ହଇରାଣ କରିବା ଏଇ ପ୍ଲାନ୍ ସବୁବେଳେ କରୁଛନ୍ତି ସେ ଲୋକ। ସେ ତ ଆସୁନାହିଁ, ତାଙ୍କ ସ୍ୱାମୀ ଯେଉଁ ରାମଚନ୍ଦ୍ର ମିଶ୍ର ଇଭିନ୍ ବି ଆଜି ବି ସେୟା କରୁଛନ୍ତି। ଯେଉଁ ଧାରଣାରେ ବସିଛନ୍ତି ଯେଉଁ ନା ମୋତେ ରିଟିନ୍ ଫର୍ମରେ କିଛି ଦେଇଛନ୍ତି ଆମେ ବସିବୁ ବୋଲି, କି IASଙ୍କ ପାଖରେ ଯେହେତୁ ଧାରଣାରେ ବସିବା ପରେ ଗଭର୍ଣ୍ଣମେଣ୍ଟ ଅଫିସ୍ ଆଗରେ ତାଙ୍କୁ ଦରକାର ଗୋଟେ ଆଗୁଆ ଆମେ ଇଣ୍ଟିମେସନ୍ ଦେବା ଦରକାର ଆମେ ବସିବୁ ବୋଲି, କିନ୍ତୁ ସେମିତି ସେ କିଛି କରିନାହାନ୍ତି। ମୁଁ ବି ଜାଣିନି ସେ କେତେବେଳେ ଆସି ବସୁଛନ୍ତି। ସେ ଜଣେ ଲୋକ ତ ବହୁତ ଆସୁଛନ୍ତି, ଯେହେତୁ 11ଟା ପର୍ଯ୍ୟନ୍ତ ଅଫିସିଆଲ ହସ୍ପିଟାଲ ଟାଇମ୍ ଥିଲା, ସେ ସମୟରେ ଆସି ବସିଥିବେ। ସେ ସମୟ ସେଇ ଭଳିଆ ଆସି ବୁଲୁଥିଲେ ଲୋକ, ମେ ବି ସେଇ ଲୋକ ହେଇଥିବେ। କିନ୍ତୁ ପରେ ମୁଁ 2-3 ମିନିଟ୍ ପରେ ଦେଖିବାକୁ ଚାହିଁଲି, ସେ ଶୁଣିବାକୁ ପଡ଼ିଲେ 3-4 ମିନିଟ୍ ପୂର୍ବରୁ ସେ ବସୁଛନ୍ତି ଆସିକି। ସେଇଟା ଯଦି ଆଲିଗେସନ୍ କରିବେ, ସେ ତାଙ୍କ ପ୍ରମାଣ ଦେବେ କେମିତି, କେଉଁ ବାଡ଼େ ସେ ପଇସା ଦେଇଛନ୍ତି, କେତେବେଳେ ତାଙ୍କୁ ମାଗିଲେ। ସେଇଟା ତ ଭର୍ବାଲି କି ଫାଇନାନ୍ସିଆଲ ମାନେ ବ୍ରାଇବେରୀ ଯଦି ଟଙ୍କା ପାଇଁ ଲାଞ୍ଚ ମାଗିଛନ୍ତି ସେମିତି ତ କହିହେବନି। ମୁଁ ତ ତାଙ୍କ ସହ ସେମିତି ସେ ଯଦି ମୁଁ କେଉଁ ସମୟରେ ତାଙ୍କୁ କହିଥିବି, ତା'ର ଆଇଦର ରେକର୍ଡ଼ ଡେଟ୍ ଦେବେ କି କୌଣସି ପ୍ରମାଣ ମୋତେ ଦେବେ, ଜଣେଇବେ, ଆମର ଆପଣଙ୍କୁ ଦେବେ କି ଆମକୁ ଇଏ କରିବେ, ଆମ ପାଖରେ କି ଆମ ହାୟର ଅଥରିଟି ମୋ ପାଖରେ ଜଣେଇବେ।